नमस्कार गुड मॉर्निंग सांग माने वेलकम बैक टू माय चैनल। जेमिति कि पूर्व वीडियो रे मु कहिथिल जे मु वर्तमान बात्या मंथार लैंडफॉल पाखापाखी जगार अच्छी। तो आज सकाळु एठार दृश्य मु आपण मान सहित शेयर करूछि। वीडियोटी को शेष जाए देखंतु कि ए बात्या समय रे भी केमिति गोटे कोन चमत्कार दृश्य होइछि सेटा लास्ट रे आपण माने देखि परिबे। आ हां वीडियोटी भल लागिथिले लाइक निश्चित करिवे आ कमेंट रे आपण गाडे बात्यार दृश्य कोन सब सेटा भी कहिबे। सकाळु मते टिके घर ପାଇଁ କିଛି ଜିନିଷ ଆଣିବାର ଥିଲା ତ ମୁଁ ପାଖ ଦୋକାନକୁ ଯାଇଥିଲି ସେଠୁ କିଛି ମାନେ ଆଳୁ ଶାଗ କଦଳୀ ଏମିତି କିଛି ଆଣିକି ଆସିଲି। ଆସିଲା ବେଳେ ଦେଖନ୍ତୁ ଝିପି ଝିପି ମେଘରେ ଓହୋ କି ମଜା ଛତା ଧରି ବାହାରେ ବୁଲିବାରେ। ଆସିଲା ପରେ ଆଉ କିଛି ନ କରିପାରି ଆମ ଓଡ଼ିଆ ଘରର ହେଲ୍ଦି ଜଳଖିଆ ଚୁଡ଼ା ଦହି ଗୁଡ଼ କଦଳୀ ଖାଇଥିଲି। ବର୍ତ୍ତମାନ ପେଟ ଥଣ୍ଡା ଆଉ ଏହା ପରେ ମୁଁ ପିଲାମାନଙ୍କୁ ବାହାରେ କେମିତି କ'ଣ ପବନ ହେଉଛି ମେଘ ହେଉଛି ସେଇଟା ଦେଖାଉଥିଲି। ଏହି ସମୟରେ ମୋର ଗୋଟେ ସ୍କୁଲ ଟାଇମ୍ରେ ଆମେ ଯେଉଁ ଏସ୍ଏ ଲେଖୁ ସେଥିରେ ଗୋଟେ ଗୋଟେ କୋଟେସନ୍ ଲେଖୁ ସେଇଟା ଗୋଟେ ମୋର ମନେ ପଡ଼ିଗଲା। ଶୁଣନ୍ତୁ ଟିକେ। ପ୍ରକୃତିର କୋଳେ ଜନ୍ମ ହୋଇ ପ୍ରକୃତି ଉପରେ ସାଧିଲେ ଦାଉ ପ୍ରକୃତି ନିୟଇ ରୁଦ୍ରାବତାର ବିପର୍ଯ୍ୟୟ ପୁଣି ଦେଖାଏ ଦାଉ କିଏ ବା ସହିବ ଆଉ ମାଡ଼ି ଆସେ ଘୋର ବିପତ୍ତି ହୋଇ ସମ୍ଭାଳ ସିଏ କି ପଡ଼ଇ ଆଉ। ହଁ ଆଜ୍ଞା ଆଜିକାଲି ଆମେ ମାନେ ପ୍ରକୃତିର ସମ୍ପୂର୍ଣ୍ଣ ଓଲଟାପୋଲଟା କାମ ସବୁ କରି ଚାଲିଛେ। ଏଇଥିରେ ଆଉ କ'ଣ ହେବ କହିଲ? ଏମିତି ସବୁ କିଛି ହେବ ଆଉ। ବର୍ତ୍ତମାନ ମୁଁ ଆମ ଗାଁ ପଟର ଗୋଟେ ଛୋଟ କଥା ଆପଣମାନଙ୍କ ସହିତ ସେୟାର କରୁଛି। ସେଇଟା ଶୁଣିଲା ପରେ ଆପଣମାନେ ଆପଣଙ୍କ ମତାମତ ନିହାତି କମେଣ୍ଟରେ ମୋତେ ଜଣାଇବେ। ଯେମିତିକି କିଛି ଦିନ ପୂର୍ବରୁ ମାନେ ଜାଣିଥିବେ ଗାଁ ପଟେ ଆମର ସମସ୍ତେ ଚାଷୀ ଆଉ କିଛି ଦିନ ତଳେ ହାତୀମାନଙ୍କର କେମିତି ସବୁ କ'ଣ ଚାଲିଥିଲା। ତାଙ୍କର ଜଙ୍ଗଲ ନଥିବାକୁ ସେମାନେ ଗାଁକୁ ଆସି ଯାହା ଫସଲ ନଷ୍ଟ କରି ଲୋକମାନଙ୍କ ଜୀବନ ଘର ଦ୍ୱାରା ଯାହା ସବୁ ଯେମିତି ନଷ୍ଟ ଚାଲିଥିଲା, କିନ୍ତୁ ବର୍ତ୍ତମାନ ସମୟରେ ବାରହାମାନଙ୍କର ଚାଲିଛି। ତ ସେମାନେ ଏତେ ସଂଖ୍ୟାରେ ବର୍ତ୍ତମାନ ଅଛନ୍ତି, ଗାଁରେ ଲୋକ ଯେତିକି ନାହାନ୍ତି ତାର 4 ଗୁଣା ବାରହା ଅଛନ୍ତି। ତ ଫସଲ ପୁରା ନଷ୍ଟ କରିଦେଉଛନ୍ତି। ଆଉ ଏଇ ସମୟରେ ଲୋକମାନେ ବି ଯେଉଁ ବନ୍ୟଜୀବ ସଂରକ୍ଷଣ ଆଇନ ଅଛି ସେଥିପାଇଁ ଲୋକମାନେ ବି କିଛି ଆଉ କରିପାରିବେନି। ତ ସେମାନେ ଆଉ କ'ଣ ଫସଲ ହିଁ କରିବେନି। ଯିଏ 10ଟା ବିଲ ଚାଷ କରୁଥିଲା ସେ ବର୍ତ୍ତମାନ 2ଟା ବିଲ ବି ଚାଷ କରିପାରିବନି। କାହିଁକି ନା ତାର ସିଏ ଯେତିକି ପରିଶ୍ରମ କରୁଛି ତାର ଅଧା ତାକୁ ପରିଶ୍ରମିକ ମିଳୁନାହିଁ। ସେଥିପାଇଁ ସେ ଚାଷୀଟି ବର୍ତ୍ତମାନ ଭାବୁଛି ମୋ ଛୁଆକୁ ମୁଁ ଭଲ ପାଠ ପଢ଼ାଇ ସେ ବାହାରକୁ ଯାଇକି 2 ପଇସା ରୋଜଗାର କରୁ, କିନ୍ତୁ ମୋ ପରିକା ବିଲରେ ଆଉ ବେଠି ନ ଖଟୁ। ଏଇଟା ହେଉଛି କଳି ଯୁଗ। ବର୍ତ୍ତମାନ କଳିର ପ୍ରାଦୁର୍ଭାବ ପ୍ରବଳ। ଆଉ ଏ ଯୁଗରେ ତିଷ୍ଠିକି ବଞ୍ଚିକି ଆଗକୁ ବଢ଼ିବା ବର୍ତ୍ତମାନ ବହୁତ କଷ୍ଟକର। ଏ ଦେଖନ୍ତୁ ସକାଳୁ କେମିତି ମେଘ ପବନ ବର୍ଷା ସବୁ ଚାଲିଥିଲା। ଆଉ ଦେଖ ଏଇଠି ମୋର ଗୋଟେ ପିଲାଦିନର କଥା ମନେ ପଡ଼ିଗଲା। ଆମେ ଏମିତି ଜାଣିଥାଉ କି ଯେଉଁମାନେ ଅଲେଖ ଦୀକ୍ଷା ନେଇଛନ୍ତି ସେମାନେ ସୂର୍ଯ୍ୟ ନ ଆସିଲା ଯାଏଁ କିଛି ଖାଇବେନି। ଆଉ ମୋତେ ଲାଗେ ବର୍ଷା ସମୟରେ ସୂର୍ଯ୍ୟଦେବ କେବଳ ସେଥିପାଇଁ ଦେଖା ଦିଅନ୍ତି। ଏ କଥା କ'ଣ ସତ? କମେଣ୍ଟରେ ଟିକେ କହିବେ ତ। ଆଉ ବର୍ତ୍ତମାନ ଦେଖନ୍ତୁ ଆଜି ଦିନ 1ଟାରେ ସୂର୍ଯ୍ୟଦେବ ଏଠି ଦେଖାଦେଲେ। ତ ଆଜି ପାଇଁ ଏତିକି। ରହିଲି ନମସ୍କାର। ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରିଦେବେ।